ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଭୁବନ ଶାଖା ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସ୍କୁଟର ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏୟୁସିସି ବ୍ୟାଙ୍କ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରାଙ୍କ ସଭାପତିତ୍ୱରେ ଭୁବନ ବ୍ଲକ ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଶନ ଶକ୍ତି ମାମାନଙ୍କୁ ସ୍କୁଟର କିଣିବା ପାଇଁ ସରକାର ବିନା ସୁଧରେ 1 ଲକ୍ଷ ଟଙ୍କା ଋଣ ପ୍ରଦାନ କରୁଛନ୍ତି। ଢେଙ୍କାନାଳ ଜିଲ୍ଲାରେ ସର୍ବପ୍ରଥମେ ଏୟୁସିସି ବ୍ୟାଙ୍କ ଭୁବନ ଶାଖା ଆନୁକୂଲ୍ୟରେ 72 ଜଣ ମିଶନ ଶକ୍ତି ମାଙ୍କୁ ଆଜି ସ୍କୁଟର ବିତରଣ କରାଯାଉଛି ଏବଂ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ସର୍ବାଧିକ ସ୍କୁଟି ଯୋଗାଣକାରୀ ସାରା ଓଡ଼ିଶାରେ ଅନୁଗୁଳ ବ୍ୟାଙ୍କ ପ୍ରଥମ ହୋଇଛି ବୋଲି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏୟୁସିସି ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ, ପରଜଙ୍ଗ ନିର୍ଦ୍ଦେଶକ ଭୂପେଶ ଚନ୍ଦ୍ର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶିପ୍ରା ବରାଳ, ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ବିଡିଓ କଲ୍ୟାଣ ସୌରଭ ଦାସ, ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ମହିଳା ବିଜେଡି ସଭାନେତ୍ରୀ ପୁଷ୍ପଲତା ରାଉତ, ଏୟୁସିସି ବ୍ୟାଙ୍କ ଭୁବନ ଶାଖା ପରିଚାଳକ ଗଣେଶ୍ୱର ଖଟୁଆ, ସୁପରଭାଇଜର କ୍ଷୀରୋଦ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏମବିକେ ସିଆରପି କୁର୍ସୀ ମିତ୍ର, ପ୍ରାଣୀ ମିତ୍ରଙ୍କୁ ସମୁଦାୟ 72ଟି ସ୍କୁଟି ବଣ୍ଟନ କରାଯାଇଥିଲା। ସ୍କୁଟି ବଣ୍ଟନ ଯୋଜନାର ସଫଳ ରୂପାୟନ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସୁଶାନ୍ତ କୁମାର ପୋଥଲଙ୍କ ରିପୋର୍ଟ, ONM ନ୍ୟୁଜ।